ଆସନ୍ତୁ ଆଜିର ଆଲୋଚନା ସିଧା ଏକ ବଡ଼ ପ୍ରଶ୍ନରୁ ଆରମ୍ଭ କରିବା। ଭାରତୀୟ ସଂସଦ କ'ଣ ସମ୍ବିଧାନର ଯେକୌଣସି ଅଂଶକୁ ବଦଳାଇ ପାରିବ, ଏପରିକି ଆମର ମୌଳିକ ଅଧିକାରକୁ ବି? ନା ସଂସଦର ଏହି କ୍ଷମତା ଉପରେ ଆଉ କିଛି ସୀମା ଅଛି? ହଁ, ଏଇଟା ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ। ଆଉ ଏହାର ଉତ୍ତର କହିବାକୁ ଗଲେ ଆମ ସମ୍ବିଧାନ ଆଉ ଗଣତନ୍ତ୍ରର ପୁରା ଚରିତ୍ର ସହ ଜଡ଼ିତ। ମାନେ ସଂସଦର ପାୱାର ଆଉ ସମ୍ବିଧାନର ସ୍ଥିରତା ଭିତରେ ବ୍ୟାଲେନ୍ସ କେଉଁଠି? ଏକ୍ଜାକ୍ଟଲି ସେଇଆ। ଆଉ ଏହି ବ୍ୟାଲେନ୍ସ ଖୋଜିବାକୁ ଯାଇ ଆମେ ଆଜି ଦେଖିବା ସୁପ୍ରିମକୋର୍ଟର ଗୋଟେ ବହୁତ ବଡ଼ ମାମଲା, କେଶବାନନ୍ଦ ଭାରତୀ ବନାମ କେରଳ ରାଜ୍ୟ 1973ର କେସ୍। ହଁ, ଏଇଟା ତ ଯୁଗାନ୍ତକାରୀ। ଆମ ପାଖରେ ଏହି କେସ୍ର ଏକ ସାରାଂଶ ଅଛି, ଯାହା ଆମକୁ ଏହାର ଜଟିଳତା ବୁଝିବାରେ ସାହାଯ୍ୟ କରିବ। ଆମର ମୁଖ୍ୟ ଉଦ୍ଦେଶ୍ୟ ହେଲା ଏହାର ପୃଷ୍ଠଭୂମି, ମୁଖ୍ୟ ପ୍ରସଙ୍ଗ ଆଉ ସବୁଠୁ ବଡ଼ କଥା ସେ ମୌଳିକ ସଂରଚନା ସିଦ୍ଧାନ୍ତ ବା ବେସିକ୍ ଷ୍ଟ୍ରକ୍ଚର ଡକ୍ଟ୍ରିନ୍, ସେଇଟା କ'ଣ? ଆଉ ଭାରତ ପାଇଁ ଏହାର ଗୁରୁତ୍ୱ କେତେ, ଏସବୁ ବୁଝିବା। ହଁ, ତେବେ ଆସନ୍ତୁ ପୁରା ଭିତରକୁ ଯିବା। କିନ୍ତୁ ଆଶ୍ଚର୍ଯ୍ୟ କଥା, ଏତେ ବଡ଼ ସାମ୍ବିଧାନିକ ଲଢ଼େଇର ଆରମ୍ଭ ଗୋଟେ ମଠ ଆଉ ତାର ଜମିଜମା ବିବାଦରୁ ଏମିତି କେମିତି ହେଲା? ହଁ, ସତ କଥା। ଏ କାହାଣୀ ଆରମ୍ଭ ହୁଏ କେରଳର କାସରଗୋଡ଼ ଜିଲ୍ଲାର ଏଡ୍ନିର ମଠରୁ। ତାର ମୁଖ୍ୟ ଥିଲେ ସ୍ୱାମୀ କେଶବାନନ୍ଦ ଭାରତୀ। ଆଚ୍ଛା। କେରଳ ସରକାର 1963ରେ ଏକ ଭୂ ସଂସ୍କାର ଆଇନ ଆଣିଲେ, ପରେ ସେଥିରେ ଆହୁରି କିଛି ବଦଳ ବି କଲେ। ଏହି ଆଇନଗୁଡ଼ାକ ମଠର ଜମି ପରିଚାଳନା ଉପରେ କିଛି କଟକଣା ଲଗେଇଲା। ତ ସ୍ୱାମୀ କେଶବାନନ୍ଦ ଭାରତୀ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ। କାହିଁକି? ତାଙ୍କର ମୁଖ୍ୟ ଯୁକ୍ତି କ'ଣ ଥିଲା? ଦେଖନ୍ତୁ, ତାଙ୍କର ମୂଳ କଥା ଥିଲା ଯେ ଏ ଆଇନଗୁଡ଼ିକ ତାଙ୍କର ମୌଳିକ ଅଧିକାର ଉଲ୍ଲଂଘନ କରୁଛି। କେଉଁ ମୌଳିକ ଅଧିକାର? ଯେମିତିକି ଧାରା 25 ଧର୍ମ ପାଳନର ଅଧିକାର, ଧାରା 26 ଧାର୍ମିକ ଅନୁଷ୍ଠାନ ଚଳାଇବାର ଅଧିକାର। ଆଚ୍ଛା। ଆହୁରି ବି ଥିଲା ଧାରା 14 ମାନେ ସମାନତାର ଅଧିକାର, ଧାରା 191F ଯାହା ସେତେବେଳେ ସମ୍ପତ୍ତି ଅଧିକାର ଥିଲା, ଆଉ ଧାରା 31। ଠିକ୍। ସେ କହିଲେ ଏ ଆଇନ ଦ୍ୱାରା ସରକାର ମଠର ସମ୍ପତ୍ତି ପରିଚାଳନା କ୍ଷମତାକୁ ବହୁତ କମେଇ ଦେଉଛନ୍ତି। ବୁଝିଲି। କିନ୍ତୁ କେବଳ କେରଳର ଭୂ ସଂସ୍କାର ଆଇନରୁ କଥାଟା ଏତେ ବଡ଼ ସାମ୍ବିଧାନିକ ପ୍ରଶ୍ନ କେମିତି ହେଇଗଲା? ହଁ, ସେଇଠି ତ କଥାଟା ପାହୁରି ମୋଡ଼ ନେଲା। ଯେତେବେଳେ ମାମଲା ଚାଲିଥିଲା, ସେତେବେଳେ ସଂସଦ ଆଉ କିଛି ବଡ଼ ସାମ୍ବିଧାନିକ ସଂଶୋଧନ ପାସ୍ କରିସାରିଥିଲା। ଓହୋ। ଆବେଦନକାରୀମାନେ ସେଇ ସଂଶୋଧନଗୁଡ଼ାକର ବୈଧତାକୁ ବି ଚ୍ୟାଲେଞ୍ଜ କଲେ, କାରଣ ସେଗୁଡ଼ାକ ମାନେ ସଂସଦକୁ ବହୁତ ବେଶୀ କ୍ଷମତା ଦେଉଥିଲା, ଏପରିକି ମୌଳିକ ଅଧିକାର ବଦଳାଇବାକୁ ବି। ଆଉ ନ୍ୟାୟିକ ସମୀକ୍ଷାକୁ ବି କମ୍ କରୁଥିଲା ବୋଧେ? ହଁ, କିଛି କ୍ଷେତ୍ରରେ ନ୍ୟାୟିକ ସମୀକ୍ଷାକୁ ବି ସୀମିତ କରୁଥିଲା। ତେଣୁ ତିନିଟା ସଂଶୋଧନ ମୁଖ୍ୟ ହୋଇଗଲା, 24, 25 ଆଉ 29। ଏବଂ ଏଇଠୁ ପୁଣି ସେଇ ମୂଳ ପ୍ରଶ୍ନ ଉଠିଲା, ସଂସଦର ସମ୍ବିଧାନ ବଦଳାଇବାର କ୍ଷମତା କେତେ? କ'ଣ ପୁରା ଅସୀମିତ? ସେମାନେ କ'ଣ ସମ୍ବିଧାନର ମୂଳ ଚେହେରାକୁ ହିଁ ବଦଳାଇ ଦେଇପାରିବେ? ଏକଦମ। ଏଇଟା ହିଁ ଥିଲା ମାମଲାର ହାଟ। ସେ ତିନିଟା ସଂଶୋଧନକୁ ଟିକେ ଦେଖିବା। ହଁ, କୁହନ୍ତୁ। ପ୍ରଥମେ 24ତମ ସଂଶୋଧନ 1971ର। ଏଇଟା ଆସିଥିଲା ଗୋଲକନାଥ କେସ୍ର ରାୟକୁ ଓଲଟେଇବା ପାଇଁ। ଗୋଲକନାଥରେ କୋର୍ଟ କହିଥିଲେ ସଂସଦ ମୌଳିକ ଅଧିକାରକୁ ଛୁଇଁ ପାରିବନି। ଆଚ୍ଛା। ତ 24ତମ ସଂଶୋଧନ ସଫା କହିଲା ଯେ ନାଇଁ, ଧାରା 368 ଅନୁସାରେ ସଂସଦ ପାଖରେ ସମ୍ବିଧାନର ଯେକୌଣସି ଅଂଶ ମୌଳିକ ଅଧିକାରକୁ ମିଶେଇକି ବଦଳାଇବାର ପୁରା କ୍ଷମତା ଅଛି। ଓକେ। ଆଉ 25ତମ? 25ତମ ସଂଶୋଧନ ସେଇ 1971ର। ଏହାର ଦିଟା ମୁଖ୍ୟ କଥା। ଗୋଟା ହେଲା ସମ୍ପତ୍ତି ଅଧିକାରକୁ ଆହୁରି କମ୍ କରାଗଲା, କ୍ଷତିପୂରଣ ବଦଳରେ ରାଶି ଶବ୍ଦ ଆସିଲା। ମାନେ ସରକାର କେତେ ଟଙ୍କା ଦେବେ ସେଇଟା କୋର୍ଟରେ ପ୍ରଶ୍ନ ହବନି। ଆଉ ଦ୍ୱିତୀୟ କଥା, ଗୋଟେ ନୂଆ ଧାରା 31C ଯୋଡ଼ା ହେଲା। ଏଇଟା କହିଲା ଯଦି ସରକାର କିଛି ନିର୍ଦ୍ଦେଶାତ୍ମକ ନୀତି ଡାଇରେକ୍ଟିଭ୍ ପ୍ରିନ୍ସିପଲ୍ସ ଲାଗୁ କରିବାକୁ ଆଇନ ଆଣନ୍ତି, ଯେମିତି ସମ୍ପଦର ସମବଣ୍ଟନ ପାଇଁ। ହଁ, ମୁଖ୍ୟତଃ ସେଇଆ ଧାରା 39B ଆଉ C ପାଇଁ। ତ ସେଇ ଆଇନକୁ ଧାରା 14, 19 ବା 31 ଆଧାରରେ କୋର୍ଟରେ ଚ୍ୟାଲେଞ୍ଜ କରିହେବନି। ବାପରେ, ଏ ତ ନ୍ୟାୟିକ ସମୀକ୍ଷା ଉପରେ ସିଧା କଟକଣା। ହଁ, ଆଉ ତାପରେ 29ତମ ସଂଶୋଧନ 1972ର। ଏଇଟା ସେଇ କେରଳର ଦିଟା ଭୂ ସଂସ୍କାର ଆଇନକୁ 9ମ ଅନୁସୂଚୀରେ ପୂରେଇଦେଲା। ମନମ ଅନୁସୂଚୀ ମାନେ ଯେଉଁଥିରେ ପକେଇଦେଲେ କୋର୍ଟ ସହଜରେ ହାତ ମାରିପାରିବେ ନାହିଁ। ଏକଦମ। ସାଧାରଣତଃ ସେଇଆ ଧରାଯାଏ ନ୍ୟାୟିକ ସମୀକ୍ଷାରୁ ସୁରକ୍ଷା। ମାନେ ଗୋଟିଏ କେସ୍ରେ ଏତେ ସବୁ ଗୁରୁତ୍ୱପୂର୍ଣ୍ଣ ସାମ୍ବିଧାନିକ ପରିବର୍ତ୍ତନର ଭାଗ୍ୟ ନିର୍ଣ୍ଣୟ ହେବାର ଥିଲା। ସୁପ୍ରିମକୋର୍ଟ ନିଶ୍ଚୟ ଏହାକୁ ବହୁତ ଗମ୍ଭୀରତାର ସହ ନେଇଥିବେ। ନିଶ୍ଚିତ ଭାବେ କୋର୍ଟ ବୁଝିଥିଲେ ଏହାର ଗୁରୁତ୍ୱ କେତେ। ସେଥିପାଇଁ ତ 13 ଜଣ ଜଜ୍କୁ ନେଇ ଗୋଟେ ସ୍ପେଶାଲ ବେଞ୍ଚ ବସିଲା। ସାମ୍ବିଧାନିକ ପୀଠ। 13 ଜଣ? ଆଜି ପର୍ଯ୍ୟନ୍ତ ସବୁଠୁ ବଡ଼ ବୋଧେ? ହଁ,
ଆଜି ପର୍ଯ୍ୟନ୍ତ ଭାରତ ଇତିହାସରେ ଏହା ହିଁ ସର୍ବବୃହତ୍ ପୀଠ। ଆଉ ଶୁଣାଣି ବି ଚାଲିଲା 68 କାର୍ଯ୍ୟଦିବସ। ସେଇଟା ବି ରେକର୍ଡ। 68 ଦିନ? ଶେଷରେ ରାୟ କେବେ ଆସିଲା ଆଉ କ'ଣ ନିଷ୍ପତ୍ତି ହେଲା? ଏତେ ଜଜ୍ ଥିଲେ, ମତାନ୍ତର ହେଲାନି? ରାୟ ଆସିଲା ଏପ୍ରିଲ 24, 1973ରେ। ଆଉ ହଁ, ମତାନ୍ତର ତ ନିଶ୍ଚୟ ଥିଲା। ରାୟ ସର୍ବସମ୍ମତ ନଥିଲା। ବହୁତ ପାଖାପାଖି, ମାନେ 7-6 ବହୁମତରେ ନିଷ୍ପତ୍ତି ହେଲା। 7-6? ବହୁତ କମ୍ ବ୍ୟବଧାନ। ହଁ, କିନ୍ତୁ ସେଇ ବହୁମତ ଯାହା ସ୍ଥିର କଲା, ସେଇଟା ଇତିହାସ ବନେଇଦେଲା। ଦେଖନ୍ତୁ, ମୁଖ୍ୟ କଥା କ'ଣ ହେଲା? ପ୍ରଥମେ କୋର୍ଟ ମାନିଲେ ଯେ ହଁ, ଧାରା 368 ଅନୁସାରେ ସଂସଦ ପାଖରେ ସମ୍ବିଧାନ ସଂଶୋଧନର ବ୍ୟାପକ କ୍ଷମତା ଅଛି। ମାନେ 24th ସଂଶୋଧନ? ଠିକ୍। ହଁ, 24th ସଂଶୋଧନକୁ ବୈଧ କୁହାଗଲା। ଗୋଲକନାଥ କେସ୍ ଓଲଟିଗଲା। ଦ୍ୱିତୀୟରେ, ଏବଂ ଏଇଟା ହେଉଛି ସବୁଠୁ ବଡ଼ କଥା, କୋର୍ଟ କହିଲେ କିନ୍ତୁ ସଂସଦର ଏଇ କ୍ଷମତା ଅସୀମିତ ନୁହେଁ, ଅନଲିମିଟେଡ୍ ନୁହେଁ। ଆଚ୍ଛା, ଏଇଠି ଆସିଲା ପ୍ରକୃତ କଥା। ଆଉ ତୃତୀୟରେ, କୋର୍ଟ ଗୋଟେ ନୂଆ ସିଦ୍ଧାନ୍ତ ଦେଲେ। ସଂସଦ ତାର ସଂଶୋଧନ କ୍ଷମତା ବ୍ୟବହାର କରି ସମ୍ବିଧାନର ମୌଳିକ ସଂରଚନା ବା ଆଧାରଭୂତ ଢାଞ୍ଚା, ବେସିକ୍ ଷ୍ଟ୍ରକ୍ଚରକୁ ବଦଳେଇ ପାରିବନି, ତାକୁ ନଷ୍ଟ କରିପାରିବନି। ଏଇ ଆସିଲା ସେ ପ୍ରସିଦ୍ଧ ମୌଳିକ ସଂରଚନା ସିଦ୍ଧାନ୍ତ। ବାଃ, ଏଇଟା ହିଁ ତ ସେଇ ଆହା ମୁହୂର୍ତ୍ତ। ଏଇ ମୌଳିକ ସଂରଚନାର ଅର୍ଥ କ'ଣ? ଏତେ ଗୁରୁତ୍ୱପୂର୍ଣ୍ଣ କାହିଁକି? ଏକଦମ ଠିକ୍ କହିଲେ। ଏଇଟା ହିଁ ଥିଲା କେସ୍ର ସବୁଠୁ ବଡ଼ ଅବଦାନ। ମୌଳିକ ସଂରଚନା ମାନେ ହେଲା ଆମ ସମ୍ବିଧାନର କିଛି ଏମିତି ମୂଳ କଥା, କିଛି ମୂଳ ନୀତି, କିଛି ମୂଳ ବ୍ୟବସ୍ଥା ଅଛି ଯାହା ଏତେ ଫଣ୍ଡାମେଣ୍ଟାଲ, ଏତେ ଜରୁରୀ ଯେ ସେଗୁଡ଼ିକ ହିଁ ସମ୍ବିଧାନର ପ୍ରକୃତ ପରିଚୟ। ମାନେ ସମ୍ବିଧାନର ଆତ୍ମା ଭଳି। ହଁ, ଏକଦମ ସିଆ କହିପାରିବେ। ସଂସଦ ସମ୍ବିଧାନକୁ ସମୟ ସହ ବଦଳେଇ ପାରିବ, କିନ୍ତୁ ଏମିତି ବଦଳେଇ ପାରିବନି ଯେ ତାର ମୂଳ ଆତ୍ମାଟା ହିଁ ମରିଯିବ। ଯଦି ସେ ମୌଳିକ ସଂରଚନା ବଦଳେଇଗଲା, ତେବେ ସମ୍ବିଧାନ ଆଉ ସେଇ ସମ୍ବିଧାନ ହୋଇ ରହିବନି। ଏଇଟା ତ ଗୋଟେ ବହୁତ ବଡ଼ ବ୍ୟାଲେନ୍ସ କଲା ଭଳି ଲାଗୁଛି, ସଂସଦର କ୍ଷମତା ଆଉ ସମ୍ବିଧାନର ସୁରକ୍ଷା ଭିତରେ। ନିଶ୍ଚୟ, ଏହା ସଂସଦୀୟ ସାର୍ବଭୌମତ୍ୱ ଆଉ ସାମ୍ବିଧାନିକ ସର୍ବୋଚ୍ଚତା ଭିତରେ ଗୋଟେ ସନ୍ତୁଳନ ଆଣିଲା। ଆଚ୍ଛା, ଟିକେ କେଉଁ ଜିନିଷଗୁଡ଼ିକୁ ଏହି ମୌଳିକ ସଂରଚନାର ଅଂଶ ବୋଲି ଧରାଯାଏ? ଆମ ପାଖରେ ଥିବା ସୂଚନାରୁ କିଛି ଉଦାହରଣ ଅଛି, ଯେମିତି ସମ୍ବିଧାନର ସର୍ବୋଚ୍ଚତା, ହଁ, ଆଇନର ଶାସନ, କ୍ଷମତାର ପୃଥକୀକରଣ, ମାନେ ବିଧାୟିକା, କାର୍ଯ୍ୟପାଳିକା, ନ୍ୟାୟପାଳିକା ଅଲଗା ଅଲଗା, ହଁ, ନ୍ୟାୟିକ ସମୀକ୍ଷା, ମୌଳିକ ଅଧିକାରର ମୂଳ କଥା, ଧର୍ମନିରପେକ୍ଷତା, ସଂଘୀୟ ବ୍ୟବସ୍ଥା, ସଂସଦୀୟ ଗଣତନ୍ତ୍ର ଆଉ ମୁକ୍ତ ଓ ନିରପେକ୍ଷ ନିର୍ବାଚନ। ଏ ତାଲିକା କ'ଣ ଏତିକି? ନା, ଦେଖନ୍ତୁ, ଆପଣ ଯାହା କହିଲେ ସେଗୁଡ଼ାକ ନିଶ୍ଚୟ ମୌଳିକ ସଂରଚନାର ଗୁରୁତ୍ୱପୂର୍ଣ୍ଣ ଅଂଶ। କେଶବାନନ୍ଦ କେସ୍ରେ ବା ତା ପର କେସ୍ମାନଙ୍କରେ ଏଗୁଡ଼ାକୁ ଚିହ୍ନଟ କରାଯାଇଛି। କିନ୍ତୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, କୋର୍ଟ 1973ରେ କୌଣସି ପକ୍କା ଲିଷ୍ଟ ଦେଇନଥିଲେ। କହିନଥିଲେ ଯେ ବସ୍ ଏତିକି ହିଁ ମୌଳିକ ସଂରଚନା। ଓହୋ, ତାହେଲେ ସେମାନେ କହିଲେ ଏହା ପ୍ରତି କେସ୍ର ଫ୍ୟାକ୍ଟସ୍ ଓ ପରିସ୍ଥିତି ଉପରେ ନିର୍ଭର କରିବ। ମାନେ ଏ ଧାରଣାଟା ସ୍ଥିର ନୁହେଁ, ଏଇଟା ଗୋଟେ ଇଭଲ୍ଭିଂ କନସେପ୍ଟ, ବିକାଶଶୀଳ ଧାରଣା। ଆଚ୍ଛା, ମାନେ ସମୟ ସହ ବଦଳିପାରେ ବା ବଢ଼ିପାରେ। ହଁ, ପରବର୍ତ୍ତୀ ସମୟରେ କୋର୍ଟ ଆହୁରି ନୂଆ କଥା ବି ଯୋଡ଼ିଛନ୍ତି, ଯେମିତି ନ୍ୟାୟପାଳିକାର ସ୍ୱାଧୀନତା, ବ୍ୟକ୍ତିର ଗରିମା, ଏମିତି। ବୁଝିଲି। ଏହା ବେଶ୍ ଡାଇନାମିକ୍। ଏବେ ପୁଣି ସେଇ ତିନିଟା ସଂଶୋଧନ କଥାକୁ ଫେରିବା, 24, 25 ଆଉ 29। ମୌଳିକ ସଂରଚନା ସିଦ୍ଧାନ୍ତ ଲାଗୁ ହେଲା ପରେ ସେଗୁଡ଼ାକର କ'ଣ ହେଲା? ହଁ, ଏଇଟା ଜାଣିବା ଜରୁରୀ, କାରଣ ଏଥିରୁ ହିଁ ସେଇ ସିଦ୍ଧାନ୍ତର ପ୍ରକୃତ ପାୱାର ଜଣାପଡ଼ିବ। 24ତମ ସଂଶୋଧନକୁ କୋର୍ଟ କହିଲେ ଏଇଟା ବୈଧ, ମାନେ ସଂସଦ ସମ୍ବିଧାନ ସଂଶୋଧନ କରିପାରିବ, ମୌଳିକ ଅଧିକାର ସମେତ। କିନ୍ତୁ ଗୋଟେ ବଡ଼ କିନ୍ତୁ ଲାଗିଲା। ସର୍ତ୍ତ ରହିଲା ଯେ ସଂଶୋଧନଟା ମୌଳିକ ସଂରଚନାକୁ ନଷ୍ଟ କରୁନଥିବ। ଆଚ୍ଛା, ଗୋଟେ ଚେକ୍ ଲାଗିଗଲା। ଏକଦମ। ତାପରେ ଆସିଲା 25ତମ ସଂଶୋଧନ। ଏହାର ପ୍ରଥମ ଭାଗ, ଯୋଟା କ୍ଷତିପୂରଣ ବଦଳାଇ ରାଶି ତରିଥିଲା, ସେଟାକୁ ବୈଧ କୁହାଗଲା। କିନ୍ତୁ ଦ୍ୱିତୀୟ ଭାଗ, ଯୋଟା ଧାରା 31(c)ରେ ନ୍ୟାୟିକ ସମୀକ୍ଷାକୁ ବାରଣ କରୁଥିଲା, ହଁ, ଯେ କୋର୍ଟ ଯାଇ ହବନି ବୋଲି କହୁଥିଲା, ସେହି ଅଂଶଟାକୁ ଅବୈଧ ଘୋଷଣା କରାଗଲା। କାହିଁକି? କାରଣ କୋର୍ଟ କହିଲେ ନ୍ୟାୟିକ ସମୀକ୍ଷା ବା ଜୁଡିସିଆଲ ରିଭ୍ୟୁ ନିଜେ ହିଁ ସମ୍ବିଧାନର ମୌଳିକ ସଂରଚନାର ଏକ ଅଂଶ। ସଂସଦ ତାକୁ ଛଡ଼େଇ ନେଇ ପାରିବନି। ବାଃ, ଏ ତ ବହୁତ ବଡ଼ କଥା। ନ୍ୟାୟପାଳିକା ନିଜ ସ୍ଥାନ ବଜାୟ ରଖିଲା। ନିଶ୍ଚୟ। ଓ ଶେଷରେ 29ତମ ସଂଶୋଧନ, ଯୋଟା କେରଳା ଆଇନ 2ଟାକୁ
ନବମ ଅନୁସୂଚୀରେ ପକେଇଥିଲା ସେଟା ସେଇଟାକୁ ବୈଧ କରାଗଲା। କିନ୍ତୁ ଏଠି ବି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା କୁହାଗଲା। କଣ? କୋର୍ଟ କହିଲେ ନବମ ଅନୁସୂଚୀରେ ପକେଇଦେଲେ ମାନେ ନୁହେଁ ଯେ ସେ ଆଇନ ସବୁଦିନ ପାଇଁ କୋର୍ଟ କା ନଜର ବାହାରକୁ ଚାଲିଗଲା। ଯଦି ସେଥିରେ ଥିବା କୌଣସି ଆଇନ ମୌଳିକ ସଂରଚନାକୁ ଭାଙ୍ଗୁଥାଏ ତେବେ କୋର୍ଟ ତାକୁ ବି ଯାଞ୍ଚ କରିପାରିବେ। ଆଚ୍ଛା, ମାନେ ନବମ ଅନୁସୂଚୀ ବି ପୁରା ସୁରକ୍ଷା କବଚ ନୁହେଁ। ପୁରା ନୁହେଁ ଯଦି ମୌଳିକ ସଂରଚନା ପ୍ରଶ୍ନ ଆସେ। ପରେ ଆଉ ଗୋଟେ କେସ୍ ଆୟାର କୋହିଲୋ କେସ୍ ଏହାକୁ ଆହୁରି ସ୍ପଷ୍ଟ କରିଦେଲା। ତେବେ ସାରାଂଶ ହେଲା ସଂସଦର କ୍ଷମତା ରହିଲା, କିନ୍ତୁ ଗୋଟେ ଅଲଙ୍ଘ୍ୟ ଲକ୍ଷ୍ମଣ ରେଖା ଭିତରେ ସେଇଟା ହେଲା ମୌଳିକ ସଂରଚନା। ଏକଦମ ସଠିକ୍। ଏହାର ଅର୍ଥ ଏ କେସ୍ ତ ଭାରତୀୟ ସାମ୍ବିଧାନିକ ଆଇନର ପୁରା ଭିତ୍ତିଭୂମିକୁ ଗୋଟେ ନୂଆ ରୂପ ଦେଲା। ଏହାର ସାମଗ୍ରିକ ଗୁରୁତ୍ୱ କ'ଣ? କାହିଁକି ଏହା ଏତେ ମହତ୍ତ୍ୱପୂର୍ଣ୍ଣ? ଏହାର ଗୁରୁତ୍ୱ ବହୁତ। ପ୍ରଥମ କଥା, ଏହା ସମ୍ବିଧାନର ମୂଳ ଆଦର୍ଶଗୁଡ଼ିକୁ ସୁରକ୍ଷା ଦେଲା। ମାନେ କାଲି ଯଦି କୌଣସି ସରକାର ବହୁମତ ପାଇ ଆସିବେ, ସେମାନେ ଚାହିଁଲେ ବି ସମ୍ବିଧାନର ମୂଳ ଆତ୍ମାକୁ, ଯେମିତି ଗଣତନ୍ତ୍ର, ଧର୍ମନିରପେକ୍ଷତା ଏସବୁକୁ ନଷ୍ଟ କରିପାରିବେନି। ଏହା ତ ଗୋଟେ ବଡ଼ ସେଫ୍ଟି ଭାଲ୍ଭ ବଳେ। ହଁ। ଦ୍ୱିତୀୟରେ, ଏହା ସୁପ୍ରିମକୋର୍ଟଙ୍କ ଭୂମିକାକୁ ଆହୁରି ମଜବୁତ କଲା ସମ୍ବିଧାନର ବ୍ୟାଖ୍ୟାକାର ଆଉ ସଂରକ୍ଷକ ଭାବରେ। ନ୍ୟାୟପାଳିକାର ସ୍ୱାଧୀନତାକୁ ବି ବଳ ମିଳିଲା। ନିଶ୍ଚୟ। ତୃତୀୟରେ, ଏହା ସ୍ପଷ୍ଟ କଲା ଯେ ଭାରତରେ ସମ୍ବିଧାନ ହିଁ ସର୍ବୋଚ୍ଚ, ସଂସଦ ନୁହେଁ। ସଂସଦ ସମ୍ବିଧାନ ଅଧୀନରେ ଅଛି, ଉପରେ ନୁହେଁ। କନଷ୍ଟିଟ୍ୟୁସନାଲ ସୁପ୍ରିମେସିକୁ ସ୍ଥାପିତ କଲା। ହଁ। ଆଉ ଚତୁର୍ଥରେ, ଏହା ଭାରତୀୟ ଗଣତନ୍ତ୍ରର ସ୍ଥିରତା ପାଇଁ ଏକ ବହୁତ ବଡ଼ ସୁରକ୍ଷା କବଚ ପାଲଟିଗଲା। ଶାସନର ବିଭିନ୍ନ ଅଙ୍ଗ ଭିତରେ ଗୋଟେ ବାଲାନ୍ସ ରଖିବାରେ ସାହାଯ୍ୟ କଲା। ସତରେ ଆମ ପାଖରେ ଥିବା ସେଇ ବାକ୍ୟଟା ବହୁତ ଠିକ୍ ଲାଗୁଛି। ସଂସଦ ସମ୍ବିଧାନକୁ ବଦଳାଇ ପାରିବ, କିନ୍ତୁ ଏହାର ଆତ୍ମାକୁ ବଦଳାଇ ପାରିବ ନାହିଁ। ନିଶ୍ଚିତ ଭାବେ। ଏଇ ଗୋଟିଏ ଲାଇନରେ ପୁରା କେଶବାନନ୍ଦ ଭାରତୀ କେସ୍ର ସାରମର୍ମ ଅଛି। ସେଇ ସୂକ୍ଷ୍ମ କିନ୍ତୁ ଗୁରୁତ୍ୱପୂର୍ଣ୍ଣ ସୀମାରେଖା। ତେବେ ଆଜିର ଆଲୋଚନାକୁ ସମାପ୍ତ କରିବା ଆଗରୁ ମୁଖ୍ୟ କଥାଗୁଡ଼ିକୁ ମନେ ପକାଇଦେବା। କେଶବାନନ୍ଦ ଭାରତୀ ମାମଲା ଗୋଟେ ମାଇଲଖୁଣ୍ଟ। ହଁ। ଏଥିରେ ହିଁ ମୌଳିକ ସଂରଚନା ସିଦ୍ଧାନ୍ତ ଆସିଲା। ଆଉ ଏହା ସ୍ପଷ୍ଟ କଲା ଯେ ସଂସଦର ସମ୍ବିଧାନ ସଂଶୋଧନ କ୍ଷମତା ଅସୀମିତ ନୁହେଁ। ସମ୍ବିଧାନର ମୂଳ ଆଧାରକୁ ବଦଳାଇ ହେବନି। ଆଉ ଏହାର ଗୁରୁତ୍ୱ କେବଳ ଆଇନ ଛାତ୍ର ବା ବିଶେଷଜ୍ଞଙ୍କ ପାଇଁ ନୁହେଁ, ପ୍ରତ୍ୟେକ ସଚେତନ ନାଗରିକଙ୍କ ପାଇଁ ଏହା ଜରୁରୀ। କାହିଁକି? କାରଣ ଏହା ଆମକୁ ବୁଝାଏ ଆମ ଶାସନ ବ୍ୟବସ୍ଥା କେମିତି ଚାଲେ, କ୍ଷମତାର ସନ୍ତୁଳନ କେମିତି ରହେ, ଆଉ ଆମର ମୌଳିକ ଅଧିକାର ଆଉ ଗଣତନ୍ତ୍ର କେମିତି ସୁରକ୍ଷିତ ଅଛି। ଏହା ଦେଖାଏ ଯେ ଆମ ସମ୍ବିଧାନ ଖାଲି ଗୋଟେ କାଗଜ ନୁହେଁ, ଏକ ଜୀବନ୍ତ ବ୍ୟବସ୍ଥା, ଯିଏ ନିଜକୁ ରକ୍ଷା କରିପାରେ। ଏକଦମ ସଠିକ୍। ଆଉ ଆମ ପରମ୍ପରା ଅନୁସାରେ ଶ୍ରୋତାମାନଙ୍କ ପାଇଁ ଗୋଟେ ଚିନ୍ତାର ଖୁରାକ। ଆମେ କହିଲେ ମୌଳିକ ସଂରଚନାର କୌଣସି ପକ୍କା ଲିଷ୍ଟ ନାହିଁ, ଏହା ବିକଶିତ ହେଉଛି। ହଁ। ତେବେ ପ୍ରଶ୍ନ ଉଠୁଛି, ଭବିଷ୍ୟତରେ କୋର୍ଟମାନଙ୍କର ବ୍ୟାଖ୍ୟା ଏହାକୁ କେମିତି ବଦଳାଇବ? କେଉଁ ନୂଆ କଥା ଏଥିରେ ଯୋଡ଼ି ହୋଇପାରେ? ଆଉ ଏହି ଯୋଉ ଇଭଲ୍ଭିଂ ନେଚର, ଏଟା କ'ଣ ଭବିଷ୍ୟତରେ ସରକାର ଆଉ ନ୍ୟାୟପାଳିକା ଭିତରେ ନୂଆ ବିବାଦ ବା ଆହ୍ୱାନ ସୃଷ୍ଟି କରିପାରେ? ଏହା ନିଶ୍ଚୟ ଏକ ଗଭୀର ଚିନ୍ତାର ବିଷୟ। ଏହାର ଉତ୍ତର ତ ଭବିଷ୍ୟତ ହିଁ କହିବ।